ବର୍ତ୍ତମାନ ସରକାର ପ୍ରଥମ ଦିନରୁ ସଂଶୋଧନ କରିବା ପାଇଁ ଆଗେଇ ଆସିବା କଥା। ବର୍ତ୍ତମାନ ବିଭିନ୍ନ ସମୟରେ ବିଧାନସଭାରେ ମଧ୍ୟ ବିବରଣୀ ମଧ୍ୟ ଭୁଲ ଭଟକା ରହୁଛି, ଠିକ୍ ଭାବରେ ମଧ୍ୟ ଦେଇପାରୁନାହାନ୍ତି। ବର୍ତ୍ତମାନ NCERTର ବହିକୁ SCERT ଯଦି ତାକୁ ସଂଶୋଧିତ କରିବ ନାହିଁ, ଓଡ଼ିଆ ଭାଷାକୁ ଓଡ଼ିଶାରେ ଯଦି ନିର୍ଭୁଳ ରହିବ ନାହିଁ, ଏଥିପୂର୍ବରୁ ଅନେକ ସରକାର ଅଛନ୍ତି ନିର୍ଭୁଳ ଭାବେ ସଂଶୋଧିତ ଭାବରେ ଭଲ ବହି ଗୁଡ଼ାକ ପ୍ରକାଶ କରୁଥିଲେ। ବିଜେପି ସରକାର ଆସିଲା ପରେ, ଡବଲ ଇଞ୍ଜିନ୍ ସରକାର ଆସିଲା ପରେ କୋଉଠି ନା କୋଉଠି ମାନେ ପିଲାମାନଙ୍କ ଭବିଷ୍ୟତକୁ ନେଇ ଖେଳୁଛି। ଯଦି ଭୁଲ ଯଦି ବହି ଗୁଡ଼ାକ ପଢ଼ିବେ 1ରୁ 8ମ ପର୍ଯ୍ୟନ୍ତ, ତାର ପିଲାମାନେ ଶିଖିବେ କ'ଣ? ଯଦି ଭୁଲ ଭଟକା ଯଦି ହେବ, ସରକାର ଯଦି ଜାଣିଶୁଣି ଯଦି କରିବେ, ପରୀକ୍ଷାମୂଳକ ଭାବରେ ଯଦି ତାକୁ ପ୍ରକାଶ କରୁଛନ୍ତି, କାହିଁକି ପବ୍ଲିଶ କରିବା କଥା ନଥିଲା? ଯଦି କରୁଛନ୍ତି ତାଙ୍କୁ ସଂଶୋଧନ କରିବା ଦରକାର। ଯଦି ସରକାର କହୁଛନ୍ତି ଆମେ ସଂଶୋଧନ କରିପାରିବୁନି, ତାକୁ ଯେ ପିଲାମାନେ ପାଠ ପଢ଼ିବେ ତାକୁ ସଂଶୋଧନ କରି ପାଠ ପଢ଼ିବେ। ଗୋଟେ ସରକାର ଏଭଳି ଯଦି ସରକାର ଚାଲିବ କେନ୍ଦ୍ର ରାଜ୍ୟରେ, ଓଡ଼ିଶାର ସାର୍ବଭୌମତ୍ୱ ରକ୍ଷା କରିବା ପାଇଁ ଓଡ଼ିଆ ଅସ୍ମିତା କଥା କହିକରି ଯେଉଁ ସରକାର ଓଡ଼ିଶାକୁ ଆସିଥିଲା, ଆଜି ଛାତ୍ରଛାତ୍ରୀମାନଙ୍କ ପ୍ରତି ଯେଉଁ ଖେଳ ଖେଳୁଛନ୍ତି, ଆଗାମୀ ଦିନେ ଓଡ଼ିଶାବାସୀ ନିଶ୍ଚୟ ୟାର ଜବାବ ଦେବେ ଏ ସରକାର ପ୍ରତି। ସରକାର ତ ଆପଣ ସବୁ ଡେ ୱାନ୍ରେ ଆପଣ ଦେଖୁଛନ୍ତି, ଏ ସରକାରରେ ଯଦି ବହି ଯଦି ଠିକ୍ ନିର୍ଭୁଳ ହେବ ନାହିଁ, ଭୁଲ ବାହାରିବ, ଅନେକ ଭୁଲ ଯଦି ହେବ, ସଂଶୋଧନ କରିବେ ନାହିଁ, ତାହେଲେ ଓଡ଼ିଶାରେ ଯଦି ଆପଣ ଶାସନ ବ୍ୟବସ୍ଥା ଇଏ ସରକାରୀ ଆସିଲା ଦିନଠୁ ହିଁ ଭୁଲର ସଂଶୋଧନ ହେଉଛି। ସେ ଯେଉଁ କଥା କହିଥିଲେ ସରକାର ଆସିଲା ପରେ ତା ସବୁ କଥା ଗୁଡ଼ା ଭୁଲିଗଲେ। ଆଉ ପିଲାଙ୍କଠାରୁ ସମସ୍ତଙ୍କୁ ଓଡ଼ିଶାକୁ ସେଇଭଳି ଭାବରେ ଖେଳ ନ ଖେଳନ୍ତୁ। ଓଡ଼ିଶା ହେଉଛି ଶାନ୍ତିପ୍ରିୟ ରାଜ୍ୟ। ଏଠି ଆପଣଙ୍କର କେନ୍ଦ୍ର ସରକାର ଆଉ ରାଜ୍ୟ ସରକାର ଗଢ଼ିବାରେ, କେନ୍ଦ୍ର ସରକାର ବଞ୍ଚାଇବାରେ ଯେଉଁ ପ୍ରମୁଖ ଭୂମିକା ଓଡ଼ିଶା ନେଇଥିଲା, ଆଗାମୀ ଦିନରେ ଏ ସରକାର ଆସିଲା ପରେ ପିଲା ଛାତ୍ରଛାତ୍ରୀଙ୍କର ଭବିଷ୍ୟତକୁ ଖେଳୁଛନ୍ତି, ରାଜନୀତି ପରେ ରାଜନୀତି କରୁଛନ୍ତି, କିନ୍ତୁ ସଂଶୋଧନ କରିବା ପାଇଁ ଆଗେଇ ଆସୁନାହାନ୍ତି। ଆଗାମୀ ଦିନେ ନିଶ୍ଚୟ ଓଡ଼ିଶାବାସୀ ତାର ନ୍ୟାୟ ଆଉ ଜବାବ ଏ ସରକାର ପ୍ରତି ଦେବେ। ନିଶ୍ଚିତ ଭାବେ ସରକାର ଯେଉଁଭଳି ଭାବରେ ଚାଲିଛି, ୟାର ତଦନ୍ତ ହେବା ଦରକାର, ସର୍ବଦଳୀୟ ତଦନ୍ତ ହେବା ଦରକାର, ପଲିଟିକାଲ ଲୋକ ମଧ୍ୟ ଆସିବା ଦରକାର। ଇଏ ସରକାର ଆସିଲା ପରେ କେଉଁଭଳି ଭାବୁଛି ସର୍ବଦଳୀୟ ତଦନ୍ତ ଯଦି ହେବ, ତାହେଲେ ସରକାର କ'ଣ କରୁଛନ୍ତି, ତାଙ୍କ ମନସା କ'ଣ, ତାଙ୍କର କେଉଁ ଭାବନାରେ ସେ ଖେଳୁଛନ୍ତି, ଲୋକଲୋଚନକୁ ଆସିଯିବ। ରାଜ୍ୟ ସରକାର ଆମେ ତ ରାଜ୍ୟ ତହବିଲ ସରକାରକୁ ଆମେ ଦେଇଦେଇଛେ। ସେ ଯେଉଁଭଳି ଭାବରେ ଆପଣ ଦେଖୁଛନ୍ତି, ଆପଣ ବଜେଟରେ ଯେଉଁ ଟଙ୍କା ଖର୍ଚ୍ଚ ହେଉଛି 50% ଖର୍ଚ୍ଚ ହୋଇପାରୁନାହିଁ। ବିଭାଗରେ ମୁଖ୍ୟମନ୍ତ୍ରୀ ତାର ଗୁରୁତ୍ୱ ଦେଉନାହାନ୍ତି, ସରକାର ଦାୟିତ୍ୱ ସମ୍ପନ୍ନ ହୋଇପାରୁନାହାନ୍ତି। ଆପଣ ଦେଖିବେ ଏ ସରକାର ସମୟରେ ବିଭିନ୍ନ ସମୟରେ ଯେଉଁ ଡିପାର୍ଟମେଣ୍ଟରେ ଇଏ ଯେଉଁ ଖର୍ଚ୍ଚ ହେଉଛି ତାର ହିସାବ ନାହିଁ। ଯଦି ବର୍ତ୍ତମାନ ଯଦି ଖର୍ଚ୍ଚ ଗଲା, ଏ ଖର୍ଚ୍ଚ ଯଦି ବଢ଼ିଲା, ଏ ଖର୍ଚ୍ଚ ଯଦି ଭଲ ଭାବରେ ଯଦି ଏ ବହିରେ ବାହାରିଲା, ତାର ଖର୍ଚ୍ଚ କିଏ ଦେବ? ଏ ସରକାର କେଉଁଠୁ ଆଣିଦେବେ? ଏ ରାଜ୍ୟ ଲୋକଙ୍କର ଟିକସ ପଇସାରେ ସେ ଏଭଳି ଖେଳ ନ ଖେଳନ୍ତୁ।